हाय साहब मैंने जय जगन्नाथ मु भले अच्छी आशा करছি ଆପଣ ମାନେ ଭଲ ଥିବେ। ତ ଆଜିର ମିନି ବ୍ଲଗ୍ କୁ ଆପଣମାନଙ୍କୁ ସ୍ୱାଗତ। ତ ମୋ ମାତାଶ୍ରୀ ଏବେ ପିଆଜ କାଟୁଛନ୍ତି। ଆପଣମାନେ ଭାବୁଛନ୍ତି ଆମ ଘରେ ଆଜି କ'ଣ ବନା ହେବ। ତ ଆମ ଘରେ ଆଜି ପିଆଜ ପକୁଡ଼ି ବନା ହେବ। ତାପରେ ଆମେ ବେସନ ନେବା ପିଆଜ ପକୁଡ଼ି ପାଇଁ। ତାପରେ ପିଆଜ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ ଆଉ ସେଟା ମେଥି ପାଉଡ଼ର, ଗୋଟା ଜିରା ପକେଇକି ସ୍ୱାଦ ଅନୁସାରେ ଲୁଣ ପକେଇକି ତାକୁ ଭଲ ଭାବରେ ଗୋଳେଇ ଦେବା। ତାପରେ ଆମେ ସେଠାରେ ଭୁସୁଙ୍ଗା ପତ୍ର ପକାଇବା। ତାପରେ ତାକୁ ଭଲ ଭାବରେ ଗୋଳେଇ ଦେବା, କାହିଁକିନା ପିଆଜ ଗୁଡ଼ିକ ଅଲଗା ହେଇଯିବା ପାଇଁ। ତ ଆପଣମାନେ ଭାବୁଛନ୍ତି ଆମ ଘରେ କି ପାଇଁ ପିଆଜ ପକୁଡ଼ି ବନାଗଲା, କାହିଁକିନା ବାହାରେ ବହୁତ ଜୋର ବର୍ଷା ହେଉଛି। ତ ସେଥିପାଇଁ ଆମ ଘରେ ଆଜି ପିଆଜ ପକୁଡ଼ି ବନା ହେଲା। ତ କେଉଁମାନଙ୍କୁ ପିଆଜ ପକୁଡ଼ି ଖାଇବାକୁ ଭଲ ଲାଗେ କମେଣ୍ଟ ବକ୍ସରେ ନିହାତି ଜଣାଇବେ। ତାପରେ ଆମେ ସେଠି ପାଣି ଦେଇ ଭଲ ଭାବରେ ଗୋଳେଇ ସାରିଲା ପରେ ଗୋଟେ କଢ଼ାରେ ତେଲ ଗରମ କରିକି ତାକୁ ଭଲ ଭାବରେ ଛାଣିଦେବା। ଆପଣମାନଙ୍କୁ ପିଆଜ ପକୁଡ଼ି କେମିତି ଲାଗେ କମେଣ୍ଟ ବକ୍ସରେ ନିହାତି ଜଣାଇବେ। ସମସ୍ତେ ତ କୋବି ପକୁଡ଼ି ଖାଇଥିବେ, କିନ୍ତୁ ପିଆଜ ପକୁଡ଼ିଟା ୟୁନିକ୍ ଟିକେ, ତ ସେଥିପାଇଁ ଆମ ଘରେ ବନା ହେଉଛି। ତ ତାପରେ ରେଡ଼ି ହେଇଗଲା ଆମର ପିଆଜ ପକୁଡ଼ି। ଆପଣମାନେ ବି ଘରେ ଟ୍ରାଏ କରିବେ, କେମିତି ଲାଗିଲା କମେଣ୍ଟ ବକ୍ସରେ ନିହାତି ଜଣାଇବେ। ଆଉ କେତେଜଣ ପିଆଜ ପକୁଡ଼ି ଭଲ ଲାଗେ କମେଣ୍ଟ ବକ୍ସରେ ନିହାତି ଜଣାଇବେ। ରେଡ଼ି ହେଇଗଲା ଆମର ପିଆଜ ପକୁଡ଼ି। ତ ଆଜିର ବ୍ଲଗ୍ଟା ଏଇ ରହିଲା। ଦେଖା ହେବା ନେକ୍ସଟ ବ୍ଲଗ୍ରେ। ବାଏ ବାଏ। ମୟୂରଭଞ୍ଜ ମୋର ଘର।